ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ପଞ୍ଚମ ଶ୍ରେଣୀ ସାମାଜିକ ବିଜ୍ଞାନ ଆମ ବିଚିତ୍ର ବିଶ୍ୱ ୟୁନିଟ୍ 1 ପାଠ ନା ଜଳ ହିଁ ଜୀବନ ପାଠଟିକୁ ପଢ଼ିବା। ତେଣୁ ପିଲାମାନେ ଭିଡ଼ିଓଟିକୁ ଜମା ଅଧାରୁ ବନ୍ଦ ନ କରି ଶେଷ ପର୍ଯ୍ୟନ୍ତ ଦେଖ, ଯଦ୍ୱାରା କି ପାଠଟି ସହଜରେ ବୁଝିପାରିବ। ପାଠଟି ବୁଝିଲେ ପ୍ରଶ୍ନର ଉତ୍ତର ଠିକ୍ ଭାବରେ ଲେଖିପାରିବ। ତେବେ ଆସ ପିଲାମାନେ ଏହି ପାଠଟିକୁ ଆଲୋଚନା କରିବା। ପାଠଟି ଆରମ୍ଭ କରିବା ପୂର୍ବରୁ ଯେଉଁମାନେ ନୂଆ ଅଛନ୍ତି ଆମ ଚ୍ୟାନେଲ ପାଇଁ ଦୟାକରି ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆସ ପିଲାମାନେ ଏହି ପାଠକୁ ଯିବା। ଜଳ ହିଁ ଜୀବନ। ପିଲାମାନେ ତୁମେ ଜାଣିଛ ଜଳର ଅନ୍ୟ ନାମ ଜୀବନ। ଜଳ ବିନା କେହି ହେଲେ ବଞ୍ଚିପାରିବେ ନାହିଁ। ପାଠରେ ଲେଖା ଅଛି ଯେ ଜଳ ହିଁ ଜୀବନ, ଜଳ ବିନା ସତରେ କେହି ହେଲେ ଆମେ ବଞ୍ଚିପାରିବା ନାହିଁ। ହେଲେ ବର୍ଷା ହେଉଥାଏ, ଗୁଡୁ କଣ କଲା, ଝରକା ପାଖକୁ ଦୌଡ଼ିଗଲା। ଯେଉଁଠାରେ କାଚ ଉପରେ ଛୋଟ ଛୋଟ ବର୍ଷା ଟୋପା ସବୁ ଖସି ପଡ଼ୁଥିବାର ଜ୍ୟୋତି ପୂର୍ବରୁ ଦେଖୁଥିଲା। ଏହି ଜଳ କେଉଁଠାରୁ ଆସେ, କୁଆଡ଼େ ଯାଏ ବୋଲି ଗୁଡୁ ପଚାରିଲା। ଏ ଜଳ କୁଆଡ଼ୁ ଆସିଲା, କେଉଁଠୁ ଆସିଲା? ଆସ ଜଳର ଗତିପଥକୁ ଅନୁସରଣ କରିବା। ପ୍ରଥମେ ଆସ ପୃଥିବୀର କେତେ ପରିମାଣରେ ଜଳ ଅଛି ଦେଖିବା। ଆମେ ଜାଣିଛୁ ଜଳ ହେଉଛି 3 ଭାଗ। ସମଗ୍ର 4 ଭାଗ ହେଲେ 3 ଭାଗ ଜଳ, 1 ଭାଗ ସ୍ଥଳ ଆମେ ଜାଣିଛେ। ହେଲେ ଏଇ ସବୁ ଜଳ ମଧ୍ୟରୁ 3 ଭାଗ ଜଳ 3 ପଟେ ସମୁଦ୍ର ଘେର ରହିଛି। ତେଣୁ ଏହି 3 ଭାଗ ଜଳରେ ଲୁଣି ଜଳ ଅଧିକ ରହିଛି। ଲୁଣି ଜଳର ପରିମାଣ ଅଧିକ। ତେବେ ସମସ୍ତ ଜୀବଜନ୍ତୁ, ମନୁଷ୍ୟ, ପଶୁ, ପକ୍ଷୀ ଏବଂ ଉଦ୍ଭିଦ ବଞ୍ଚିବା ପାଇଁ ମଧୁର ଜଳ ଉପରେ ନିର୍ଭର କରନ୍ତି। ଲୁଣି ଜଳ ଆମେ ପିଉଛେ କି? ଆମେ ଲୁଣି ଜଳ ପିଇପାରିବା ନାହିଁ। ତେଣୁ ଆମେ ସମସ୍ତେ ମଧୁର ଜଳ ପିଇବା। ହେଲେ ଏହା ପାନୀୟ, କୃଷି କାର୍ଯ୍ୟ, ଦୈନନ୍ଦିନ କାର୍ଯ୍ୟ ନିର୍ବାହ ପାଇଁ ଅତ୍ୟନ୍ତ ଆବଶ୍ୟକ। ତେଣୁ ଜଳକୁ ଆମେ କୃଷି କ୍ଷେତ୍ରରେ ପ୍ରୟୋଗ କରୁଛୁ, ପିଇବା ପାଇଁ ବ୍ୟବହାର କରୁଛୁ, ରନ୍ଧା ରୋଷେଇ କାର୍ଯ୍ୟ, ଲୁଗା ସଫା, ଉଦ୍ଭିଦକୁ ପାଣି ଦେଉଛୁ, ଏସବୁ କାମରେ ଜଳର ଆବଶ୍ୟକ ହେଉଛି। ତେଣୁ ଜଳ ବିନା ଜୀବନ ସମ୍ଭବ ନୁହେଁ, ଯାହାକୁ କୁହାଯାଏ ଜଳ ହିଁ ଜୀବନ। ଏବେ କଳ୍ପନା କର, ଯଦି ପୃଥିବୀର ସମସ୍ତ ଜଳ ଗୋଟିଏ ଗ୍ଲାସର ଜଳ ହୁଏ। ଦେଖ, ଆମେ ପୃଥିବୀରେ ବାସ କରୁଛେ। ଏ ପୃଥିବୀର ସମଗ୍ର ଜଳକୁ ଭାବ ଗୋଟେ ଗ୍ଲାସରେ ଆମେ ଭରି କରିବା, ଗ୍ଲାସରେ ରଖିବା। ମନେକର ସମଗ୍ର ଜଳ ଏଇ ଗ୍ଲାସରେ ଅଛି। ଏଇଟା ଗ୍ଲାସ ଅଛି। ଏ ଗ୍ଲାସରେ ପୃଥିବୀର ସମଗ୍ର ଜଳ ଯେତିକି ଅଛି ଜଳ ଏଇ ଗ୍ଲାସରେ ଅଛି। ହେଲେ ସେଥିମଧ୍ୟରୁ 1 ଚାମଚ ଜଳ ହେଉଛି ମଧୁର ଜଳ। ଏଇ ଗ୍ଲାସ ଜଳ ଯଦି ପୃଥିବୀର ଜଳକୁ ଧରି ଦିଆଯାଏ, ତାହେଲେ ଏଇ ଚାମଚରେ ଜଳ, ସେଥିରୁ ଚାମଚ ବାହାର କରିବା, ସେ ଚାମଚଟି ହିଁ ମଧୁର ଜଳ। ହେଲେ ଆମେ ଜାଣିପାରୁଛେ ଏଥିରୁ ଯେ 200 ମିଲିଲିଟର ଜଳରୁ ମାତ୍ର 5 ମିଲିଲିଟର ଜଳ ହେଉଛି ମଧୁର ଜଳ। ତେଣୁ କାହାର ପରିମାଣ ଅଧିକ? ଲୁଣି ଜଳର ପରିମାଣ ଅଧିକ। ତୁମେ କ'ଣ ଭାବୁଛ ଯେ ସମୁଦ୍ରରେ ଥିବା ଜଳକୁ ଆମେ ପିଇପାରିବା? ସମୁଦ୍ର ଆମେ ପିଇପାରିବା କି? ଆମେ ସମୁଦ୍ର ଜଳକୁ ପିଇପାରିବା ନାହିଁ। 2 ନମ୍ବରରେ ଅଛି, ସମୁଦ୍ର ଜଳକୁ କେଉଁ କେଉଁ କାମରେ ବ୍ୟବହାର କରାଯାଇପାରିବ? ଆମେ ଜାଣିଛୁ ସମୁଦ୍ର ଜଳକୁ କେହି ପିଅନ୍ତି ନାହିଁ। ସମୁଦ୍ର ଜଳକୁ କ'ଣ କରାଯାଏ ନା, ସମୁଦ୍ର ଜଳରେ ମାଛ ଚାଷ କରାଯାଏ ଏବଂ ସମୁଦ୍ରରେ ଯେଉଁ ଜୁଆର ଭଟ୍ଟା ଆସେ, ସେ ଭଟ୍ଟାରୁ ଶକ୍ତି ଉତ୍ପାଦନ କରାଯାଏ, ଲୁଣ ତିଆରି କରାଯାଏ। ଲୁଣ ସମୁଦ୍ର ଜଳକୁ ରଖି ସଞ୍ଚୟ କରାଯାଏ ଏବଂ ବାଷ୍ପ କରି ସେଥିରୁ ଲୁଣ ଉତ୍ପାଦନ କରାଯାଏ। ସମୁଦ୍ର ଜଳକୁ ଲୁଣ ବାହାର କରାଯାଏ। ଦେଖ, ଏଠାରେ ଲେଖା ହୋଇଛି, ଗୁଜରାଟର ଲୁଣିଆ ଅଞ୍ଚଳଗୁଡ଼ିକ ଏକ ବିସ୍ତୃତ ସମତଳ ଭୂମି, ଯେଉଁଠାରେ ସମୁଦ୍ର ଜଳକୁ ଶୁଖାଯାଇ ଲୁଣ ସଂଗ୍ରହ କରାଯାଏ। ଏହା ଭାରତର ସବୁଠାରୁ ବୃହତ ଲୁଣ ଉତ୍ପାଦନକାରୀ ଅଞ୍ଚଳ। ଆମେ ଜାଣିଛୁ, ପାଠ ପଢ଼ିଛେ, ଗୁଜରାଟରେ ଅଧିକାଂଶ ଅଞ୍ଚଳରେ ଲୁଣ ମରାଯାଏ ଏବଂ ଲୁଣ ଉତ୍ପାଦନ କରାଯାଏ। ଠିକ୍ ସେଭଳି ଆମ ରାଜ୍ୟର ଓଡ଼ିଶାର ବ୍ରହ୍ମପୁରର ଗଞ୍ଜାମ ଜିଲ୍ଲାର ହୁମାଠାରେ ମଧ୍ୟ ଲୁଣ ସଂଗ୍ରହ କରାଯାଉଛି। ଆମର ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରଚୁର ପରିମାଣରେ ଲୁଣ ସଂଗ୍ରହ କରାଯାଏ। ଗୁଜରାଟରେ ଯେପରି ଲୁଣ ସଂଗ୍ରହ କରାଯାଏ, ଆମର ହୁମାଠାରେ ମଧ୍ୟ ଲୁଣ ସଂଗ୍ରହ କରାଯାଉଛି। ଏଠି କିଆରି ସବୁ କରାଯାଇଥାଏ। ସେ ଲୁଣିଆ ଜଳକୁ ରଖି ବାଷ୍ପ କରି ଲୁଣ
ପ୍ରସ୍ତୁତ କରାଯାଏ। ଏଇଭଳି ଆମେ ଲୁଣ ପ୍ରସ୍ତୁତ କରୁ। କାର୍ଯ୍ୟ 1 ଆମେ କେଉଁଠାରୁ ମଧୁର ଜଳ ପାଇବା? ନିମ୍ନରେ ଦିଆଯାଇଥିବା ଚିତ୍ରଗୁଡ଼ିକ ମଧ୍ୟରୁ ମଧୁର ଜଳ ଉତ୍ସଗୁଡ଼ିକ ଚିହ୍ନଟ କର, ସେଗୁଡ଼ିକ ନାମ ଲେଖ। ଦେଖ ପିଲାମାନେ, ଏଠି ଛବି ଦେଇଛି। ସମୁଦ୍ରର ଛବି ଅଛି, ପୋଖରୀର ଛବି ଅଛି, କେନାଳର ସବୁ ଚିତ୍ରର ଛବି ଅଛି, ଏଠି ନଦୀ ହ୍ରଦର ଚିତ୍ର ଅଛି। ହେଲେ ସବୁଥିର ଏ ଭିତରୁ କେଉଁ ଜଳରେ କୂଅ ଅଛି, ମେଘ ଅଛି, ବର୍ଷା ଏବଂ ନଦୀ ଅଛି। ହେଲେ କେଉଁଠାର ଜଳ ଆମେ ମିଠା ଏବଂ କେଉଁ ଜଳର ମଧୁର ଜଳ ଆମେ ପାଇପାରିବା? ତୁମେ ଚିନ୍ତା କର ପିଲାମାନେ। ହ୍ରଦ ଅଛି, ହ୍ରଦର ଜଳକୁ ଆମେ ପିଇପାରିବା କି? ହ୍ରଦ ଜଳ ମଧ୍ୟ ଲୁଣିଆ, ହ୍ରଦର ଜଳ ଲୁଣିଆ। ହେଲେ ସମୁଦ୍ର ଅଛି, ସମୁଦ୍ର ଜଳ ମଧ୍ୟ ଲୁଣିଆ, ତାକୁ ମଧ୍ୟ ଆମେ ପାନୀୟ ଜଳ ବ୍ୟବହାର କରିବା ନାହିଁ। ସେହିଭଳି ପାହାଡ଼ ପର୍ବତରୁ ପ୍ରବାହିତ ନଦୀର ଜଳ, ତାପରେ କୂଅ ଅଛି, କୂଅ ଜଳକୁ ଆମେ ବ୍ୟବହାର କରିବା, ଏ ମିଠା ପାଣି ଆକୁ ବ୍ୟବହାର କରିପାରିବା। ମେଘରୁ ମଧ୍ୟ ଆମେ ଜଳ ପାଇପାରିବା, ତାକୁ ମଧ୍ୟ ଆମେ ପାନୀୟ ଜଳ ରୂପେ ବ୍ୟବହାର କରିବା। ତେଣୁ ବିଭିନ୍ନ ଜଳ ଆମେ ଜାଣିଛେ, ଏ ଚିତ୍ରରେ ଆମେ ଲକ୍ଷ୍ୟ କଲେ ବିଭିନ୍ନ ଜଳ ଉତ୍ସ ରହିଛି। ସେ ଜଳ ମଧ୍ୟରୁ ଯେଉଁ ଜଳ ମିଠା ଲାଗେ, ମଧୁର ଲାଗେ, ସେହି ଜଳକୁ ଆମେ ବ୍ୟବହାର କରିପାରିବା। ଅନ୍ୟ ଜଳକୁ ଆମେ ବ୍ୟବହାର କରିପାରିବା ନାହିଁ, କି ଆମେ ପାନୀୟ ରୂପେ ବ୍ୟବହାର କରିପାରିବା ନାହିଁ। ଚାଷ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିପାରିବା ନାହିଁ। କାହିଁକି? ଚାଷ କାମରେ ମଧ୍ୟ ଏ ଜଳ ବ୍ୟବହାର କଲେ କୌଣସି ଫସଲ ଉତ୍ପାଦନ ହୋଇପାରିବ ନାହିଁ। ଜ୍ୟୋତି କୌତୂହଳ ହୋଇ କହିଲା, ବାୟୁରେ ମଧ୍ୟ ଜଳ ଅଛି ଏବଂ ବରଫ ଜଳର ଏକ ରୂପ। ବରଫ ମଧ୍ୟ ଜଳର ଏକ ଅବସ୍ଥା। ତେଣୁ ଜଳର ବିଭିନ୍ନ ଅବସ୍ଥା ରହିଛି। ଆମେ ଜାଣିଛେ, ପୂର୍ବ କ୍ଲାସରେ ପଢ଼ିଛେ, ଜଳର ବିଭିନ୍ନ ଅବସ୍ଥା ଅଛି। ଜଳର 3ଟି ଅବସ୍ଥା ଅଛି: କଠିନ, ତରଳ, ବାଷ୍ପୀୟ। ଆମେ ଜାଣିଛେ। ହେଲେ ଜଳର କଠିନ ଅବସ୍ଥା କ'ଣ? କଠିନ ଅବସ୍ଥା ହେଉଛି ବରଫ। ଜଳର କଠିନ ଅବସ୍ଥା ବରଫ। ଆଉ ବାଷ୍ପୀୟ ଅବସ୍ଥା ଆଉ ତରଳ ଅବସ୍ଥା ହେଉଛି ଜଳ। ତରଳ ଅବସ୍ଥା ଏସବୁ ବିଷୟରେ ଆମେ ପୂର୍ବରୁ ଜାଣିଛେ। ଆସ ଗୋଟିଏ ସରଳ କାର୍ଯ୍ୟ ମାଧ୍ୟମରେ ଏ ବିଷୟଟିକି ଅଧିକ ଜାଣିବା। ଗୋଟିଏ ଷ୍ଟିଲ୍ ଗ୍ଲାସ୍ ନେବ, ସେଥିରେ କେତୋଟି ବରଫ ଖଣ୍ଡ ପକାଅ। ଗ୍ଲାସ୍ ପାଖରେ ସୃଷ୍ଟି ହେଉଥିବା ଛୋଟ ଛୋଟ ଜଳବିନ୍ଦୁ ଗୁଡ଼ିକ ଲେଖ। ଗୋଟେ ଗ୍ଲାସ୍ ନେବା, ସେଥିରେ କିଛି ବରଫ ଖଣ୍ଡ ପକାଇବା। କିଛି ସମୟ ପରେ ଦେଖିବା, ଗ୍ଲାସ୍ ବାହାରେ ସବୁ ବୁନ୍ଦା ବୁନ୍ଦା ହୋଇ ଜଳ ବାହାରୁଥିବାର ଆମେ ଦେଖିଛେ। ଏହା ହେଉଛି, ଏ ଜଳବୁନ୍ଦା କେଉଁଠୁ ଆସିଲା? ଏଇ ଜଳବିନ୍ଦୁ ଗୁଡ଼ିକ କେଉଁଠୁ ଆସିଲା? ନା ବାଷ୍ପ ହୋଇ ତାହା ବିନ୍ଦୁ ବିନ୍ଦୁ ଜଳ ରୂପରେ ସୃଷ୍ଟି ହେଲା। କିଛି ସମୟ ପାଇଁ ଗ୍ଲାସ୍ ରହିବା ପରେ ବରଫ ଖଣ୍ଡ ଗୁଡ଼ିକ କି ପରିବର୍ତ୍ତନ ହେଲା? କିଛି ସମୟ ପରେ ଗ୍ଲାସ୍ରେ ଥିବା ବରଫ ଗୁଡ଼ିକ ମଧ୍ୟ ତରଳି ଯାଏ ଏବଂ ତରଳି ଜଳ ହୁଏ। ଏବଂ ସେହି ଜଳକୁ ଯଦି ଆମେ ଏକ ସସ୍ପେନ୍ରେ ରଖିବା, ତାକୁ ନିଆଁ ଜାଳି ତାକୁ କିଛି ସମୟ ପରେ ଗରମ କରିବା। ଗରମ କରିବା ପରେ କ'ଣ ଦେଖୁଛ? ନା ସେଥିରୁ ବାଷ୍ପ ବାହାରିବାର ଦେଖୁ। ତେଣୁ ଏ ବାଷ୍ପ ହେଉଛି ଜଳର ବାଷ୍ପୀୟ ଅବସ୍ଥା। ତେଣୁ ଜଳ ତରଳ ଅବସ୍ଥା। ତାକୁ କଠିନ କଲେ ବରଫ ହୁଏ, ତାକୁ ପୁଣି ବରଫ ତରଳିଲେ ଜଳ ହୁଏ, ଜଳକୁ ଗରମ କଲେ ବାଷ୍ପ ହୁଏ। ତେଣୁ ଜଳର 3ଟି ଅବସ୍ଥା ବିଷୟରେ ଆମେ ଜାଣିଗଲେ। ଉପରୋକ୍ତ କାର୍ଯ୍ୟରେ ତୁମେ ଜଳର କେଉଁ କେଉଁ ଅବସ୍ଥା ଦେଖିଛ? ଜଳର 3ଟା ଅବସ୍ଥା ଦେଖିଲେ। ଜଳର କଠିନ ଅବସ୍ଥା ବରଫ ଦେଖିଲେ, ଜଳ ଅବସ୍ଥା ତରଳ ଅବସ୍ଥା, ଏବଂ ଜଳକୁ ଯେତେବେଳେ ଗରମ କରାଗଲା ତା ହେଉଛି ବାଷ୍ପୀୟ ଅବସ୍ଥା ହେଲା। ତେଣୁ ବାଷ୍ପ ଅବସ୍ଥା ବିଷୟରେ ଆମେ ଜାଣିଲେ। ଏବେ ବରଫ ତରଳିବା କାର୍ଯ୍ୟ ମୁଁ ଦେଖୁଛି। ତରଳିଲା, ଜଳ ଫୁଟିବା ଆମେ ଦେଖିଲେ। 3 ଦିନ ଧରି ସୂର୍ଯ୍ୟକିରଣରେ ଥିବା ଜଳ ଆମେ କିଛି ବାହାରର ଜଳ ମଧ୍ୟ ଆମେ ଦେଖିଛେ। ସୂର୍ଯ୍ୟକିରଣ କିଛି ଜାଗାରେ ପାଣି ଜମି ରହିଥିଲା, ସେ ପାଣି ଜମିଥିବା ସ୍ଥାନରେ ଆମେ ଲକ୍ଷ୍ୟ କଲେ ଏବଂ କିଛି ଦିନ ସୂର୍ଯ୍ୟକିରଣ ପଡ଼ିବାରୁ ସେ ଜଳ କ'ଣ ହେଲା? ସେ ଜଳ ଆଉ ଶୁଖିଗଲା, ସେଠାରେ ଆଉ ଜଳ ଦେଖିବାକୁ ମିଳିଲା ନାହିଁ। ହେଲା ପିଲାମାନେ, ଆମେ ଦେଖିଛେ ସବୁ। ଏଇ ପରୀକ୍ଷଣରୁ ଆମେ ଜାଣିଲେ ଯେ ଜଳ ବରଫ ବାଷ୍ପରେ ପରିବର୍ତ୍ତନ ହୋଇପାରେ, ଏହା ପୁଣି ତରଳ ଅବସ୍ଥାକୁ ଆସିପାରେ। ପ୍ରକୃତିରେ ଏ ପରିବର୍ତ୍ତନ କିପରି ଘଟେ ତାହା ବୁଝିବା। ତାକୁ ଜଳଚକ୍ର। ଦେଖ, ଗୋଟିଏ ମୁଁ ଛୋଟିଆ ଉଦାହରଣ କହୁଛି। ପ୍ରଥମେ ବର୍ଷା ହେଲା,
କିଛି ଜଳ ବର୍ଷା ଛାଡ଼ିଲା ପରେ କିଛି ଜଳ ଭୂମି ସ୍ତରକୁ ଗଲା, ଆଉ କିଛି ଅଂଶ ଜଳ ବାଷ୍ପ ହୋଇ ଉପରକୁ ଉଠିଗଲା। ହେଲେ ପୁଣି ସେଇ ଜଳ ବାଷ୍ପ ହୋଇ ଉପରକୁ ଉଠିଲା, ପୁଣି ଆଉ ଥରେ ମେଘ ହୋଇ ପଡ଼ିଲା। ତେଣୁ ଜଳ ବର୍ଷା ରୂପରେ ପଡ଼ିଲା। କିଛି ଜଳକୁ ଭୂପୃଷ୍ଠକୁ ଚାଲିଗଲା, ଆଉ କିଛି ଜଳ ପୁଣି ମେଘ ହୋଇ ବାଷ୍ପ ହୋଇ ଉପରକୁ ଗଲା, ପୁଣି ମେଘ ସୃଷ୍ଟି ହେଲା। ଏହାକୁ ଜଳଚକ୍ର ବୋଲି କୁହାଯାଏ। ସବୁ ଆମେ ପଢ଼ିଛେ। ଗୋଟିଏ ସ୍ୱଚ୍ଛ ଥଳି ନିଅ। ଚିତ୍ରରେ ଦେଖାଯାଉଥିବା ପରି ଗୋଟିଏ ମାର୍କରରେ ସୂର୍ଯ୍ୟ, ମେଘ, ଗଛ ଚିତ୍ର କର। ତୀର ଚିହ୍ନ ଦିଅ। ଏହାର ଏକ ତୃତୀୟାଂଶ ରଙ୍ଗୀନ ଜଳରେ ପୂର୍ଣ୍ଣ କର। ରଙ୍ଗ ପାଇଁ ନୀଳ କାଳି ରଙ୍ଗକୁ ବ୍ୟବହାର କରିପାରିବ। ଜଳ ବାହାରି ନ ଯିବା ପାଇଁ ଥଳି ମୁହଁକୁ ଭଲ ଭାବରେ ବନ୍ଦ କର। ଏହାକୁ ସୂର୍ଯ୍ୟକିରଣରେ ରଖ। କିଛି ଘଣ୍ଟା ପରେ ଥଳି ଭିତରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କର। ଜଳ ଗରମ ହୁଏ। ଜଳ କିପରି ଗରମ ହୁଏ? ସୂର୍ଯ୍ୟକିରଣ। ଏସବୁ ଆମେ ଜାଣିଛେ। ସୂର୍ଯ୍ୟକିରଣରେ ଜଳ ଶୋଷିତ ହୋଇଯାଏ। ଉପରୋକ୍ତ କାର୍ଯ୍ୟରେ ତୁମେ ଦେଖୁଛ ସୂର୍ଯ୍ୟର ତାପ ଜଳକୁ ବାଷ୍ପରେ ପରିଣତ କଲା। ଜଳୀୟ ବାଷ୍ପ ଥଣ୍ଡା ହୋଇ ଥଳି ଭିତରେ ଛୋଟ ଛୋଟ ଜଳ ବିନ୍ଦୁ ସୃଷ୍ଟି କରେ। ଏହି ଜଳ ବିନ୍ଦୁଗୁଡ଼ିକ ପୁଣି ତଳକୁ ଖସି ପଡ଼େ। ସେହିପରି ପ୍ରକୃତିର ବିଭିନ୍ନ ଉତ୍ସ ଯଥା ସମୁଦ୍ର, ନଦୀ ଇତ୍ୟାଦିର ଜଳକୁ ସୂର୍ଯ୍ୟତାପ ଜଳୀୟ ବାଷ୍ପରେ ପରିଣତ କରେ। ଜଳୀୟ ବାଷ୍ପ ମେଘ ସୃଷ୍ଟି କରେ, ଯାହା ବର୍ଷା, ତୁଷାର, କୁଆପଥର ଭାବରେ ତଳକୁ ଆସେ। ଏହି ଜଳ ପୁଣି ନଦୀ, ହ୍ରଦ ଓ ସମୁଦ୍ରକୁ ଫେରିଆସେ। ପ୍ରକୃତିରେ ଜଳର ଏହି ନିରନ୍ତର ବୃତ୍ତାକାର ଗତିକୁ ଜଳଚକ୍ର କୁହାଯାଏ। ପିଲାମାନେ ବୁଝିଗଲା? ପୁଣି ଥରେ ମୁଁ ବୁଝାଇ ଦେଉଛି। ଦେଖ ପିଲାମାନେ, ସମୁଦ୍ର, ନଦୀ ଇତ୍ୟାଦିର ଜଳକୁ ସୂର୍ଯ୍ୟତାପ ଜଳ ବାଷ୍ପରେ ପରିଣତ କଲା। ଯେଉଁ ସମୁଦ୍ର ଜଳ ଉତ୍ସ ଅଛି, ସମୁଦ୍ରର ଜଳ, ନଦୀ ଜଳ ଇତ୍ୟାଦି ଜଳକୁ ସୂର୍ଯ୍ୟକିରଣ ପଡ଼ିଲା। ସୂର୍ଯ୍ୟକିରଣ ଯେତେବେଳେ ପଡ଼ିଲା ତାହା ବାଷ୍ପରେ ପରିଣତ ହେଲା। ସେଇ ଜଳୀୟ ବାଷ୍ପ ପୁଣି ମେଘ ସୃଷ୍ଟି କଲା। ମେଘ ସୃଷ୍ଟି କରେ, ଯାହା ବର୍ଷା, ତୁଷାର, କୁଆପଥର ଭାବରେ ପୁଣି ଅଧେ ତଳକୁ ଆସେ। ତେଣୁ ଏହି ପରିବର୍ତ୍ତନକୁ ଜଳଚକ୍ର ନିରନ୍ତର ବୃତ୍ତାକାର ଗତିପଥକୁ ଜଳଚକ୍ର ବୋଲି କୁହାଯାଏ। ଦେଖ, ଜଳ ପଡ଼ିଲା, ତାହା ପୁଣି ସୂର୍ଯ୍ୟଙ୍କର ଉତ୍ତାପରେ ଚିତ୍ର ଦେଖ, ବୁଝିଯିବ। ସୂର୍ଯ୍ୟଙ୍କର ତେଜ କିରଣ ପଡ଼ିଲା ଭୂପୃଷ୍ଠରେ ପଡ଼ିବାରୁ ତାହା ପୁଣି ଆଉ ଥରେ ବାଷ୍ପ ହେଲା। ବାଷ୍ପ ହୋଇ ପୁଣି ମେଘ ରୂପରେ ଉପରକୁ ଚାଲିଗଲା। ବାଷ୍ପ ହେଲା, ପୁଣି ଆଉ ଥରେ ଯେତେବେଳେ ମେଘ ହୁଏ ସେତେବେଳେ ତଳକୁ ସେ ଜଳ ଆସେ। ଏହିଭଳି ଗୋଟିଏ ପ୍ରକ୍ରିୟାରୁ ଅନ୍ୟ ଗୋଟିଏ ପ୍ରକ୍ରିୟାକୁ ଯିବାକୁ ତାକୁ ଜଳଚକ୍ର କୁହାଯାଏ। ଏହା ଅନବରତ ଚାଲିଥାଏ। ପୃଥିବୀ ଉପରୁ ଆସିଲା ଜଳ, ପୁଣି ଜଳର କିଛି ଭୂମିରେ ରହିଲା, ଭୂମିରେ ପଡ଼ିଲା, ପୁଣି ବାଷ୍ପ ହେଲା। ବାଷ୍ପ ହୋଇ ଜଳ ଉପରକୁ ଉଠିଲା, ଉପରକୁ ଉଠି ପୁଣି ଆଉ ଥରେ ଉପରୁ ଜଳ ମେଘ ରୂପରେ ଭୂପୃଷ୍ଠରେ ପଡ଼ିଲା। ତାକୁ ଏହିପରି ନିରନ୍ତର ପ୍ରକ୍ରିୟା ଚାଲୁ ରହେ। ଏହି ନିରନ୍ତର ବୃତ୍ତାକାର ପଥକୁ ଗତିକୁ ଆମେ ଜଳଚକ୍ର ବୋଲି କୁହାଯାଏ। ଜଳଚକ୍ର କହିଲେ କ'ଣ ବୁଝ? ନା, ସମୁଦ୍ର, ନଦୀ ଜଳ ବାଷ୍ପ ହୋଇ ଉପରକୁ ଉଠେ। ଜଳୀୟ ବାଷ୍ପ ପୁଣି ବର୍ଷା ଓ ତୁଷାର, କୁଆପଥର ଭାବରେ ଭୂପୃଷ୍ଠକୁ ପଡ଼େ। ତାହାକୁ ଜଳଚକ୍ର ବୋଲି କୁହାଯାଏ। ଏସବୁ ଆମେ ପୂର୍ବରୁ ଜାଣିଛେ। ତଥାପି ଦେଖ, ଏଠି ଛବି ଦେଇଛି। ଜଳ ପଡ଼ିଲା, ପୁଣି ଆଉ ଥରେ ଉପରକୁ ଉଠିଲା, ମେଘ ସୃଷ୍ଟି ହେଲା, ଆଉ ଥରେ ତଳକୁ ପଡ଼ିଲା। ଚକ୍ରାକାର ପଥ, ଚକ୍ରାକାର ଦେଖାଯାଉଛି ନା ନାହିଁ? ଏ ଚକ୍ରାକାର ପଥକୁ ଜଳଚକ୍ର ବୋଲି କୁହାଯାଏ। ଜଳ ବାଷ୍ପ ହେଲା, ଉପରକୁ ଉଠିଲା, ଉପରକୁ ଉଠି ପୁଣି ମେଘ ହେଲା, ମେଘ ସୃଷ୍ଟି ହୋଇ ଆଉ ତଳକୁ ପଡ଼ିଲା, ତଳକୁ ପଡ଼ି ଆଉ ଥରେ ପୁଣି ବାଷ୍ପ ହେଲା। ଏହିଭଳି ଏହାକୁ ଜଳଚକ୍ର ବୋଲି କୁହାଯାଏ। ଭୂତଳ ଜଳ। ଆସ ଜାଣିବା, ଯେତେବେଳେ ବର୍ଷା ଜଳ ତଳକୁ ଆସିଥାଏ ସେତେବେଳେ କ'ଣ ହୁଏ? ବର୍ଷା ଜଳ ତଳକୁ ଆସେ ସେତେବେଳେ କ'ଣ ହୁଏ? ଆମେ ଜାଣିଛେ ଜଳର ଗତି ନିମ୍ନଗାମୀ। ତେଣୁ ଯୁଆଡ଼େ ଖାଲ ଥାଏ ଜଳ ସିଆଡ଼େ ଚାଲିଯାଏ। ଗୋଟିଏ ସ୍ୱଚ୍ଛ ଗ୍ଲାସ୍ ନେବ, ଏହାର ଅଧା ପର୍ଯ୍ୟନ୍ତ ମାଟି ଭର୍ତ୍ତି କର, ଚାମଚରେ ଧୀରେ ଧୀରେ ଜଳ ଢାଳ। କ'ଣ ଘଟୁଛି ଦେଖ? ବର୍ଷା ହେଲେ କିଛି ଜଳ ମାଟିରେ ଭେଦିଯାଏ। ଏହି ଜଳ ମାଟି ଓ ପଥର ସ୍ତର ଦେଇ ଭିତରକୁ ଚାଲିଯାଏ। ଗଭୀର ଭୂତଳ ଜଳ ଜମା ହୁଏ, ତାକୁ ଭୂତଳ ଜଳ କୁହାଯାଏ। ତେଣୁ ଗଭୀର ଭୂମି ତଳକୁ ଚାଲିଗଲେ ତାକୁ ଭୂତଳ ଜଳ କୁହାଯାଏ।
ଆମର ବ୍ୟବହାର ପାଇଁ କୂପ ନଳକୂପ କିମ୍ବା ବୋରୱେଲ୍ ଖୋଳି ଏହି ଭୂତଳ ଜଳକୁ ପାଉ। ଆମେ ଯେଉଁ ଖୋଳୁଛେ କୂଅ ଖୋଳୁଛେ ସେ କୂଅ ଖୋଳିଲେ ଆମେ ଭୂତଳ ଜଳକୁ ଆମେ ବ୍ୟବହାର କରିପାରୁଛେ, ଭୂମି ତଳେ ଥିବା ଜଳକୁ ବ୍ୟବହାର କରୁଛେ। ହେଲେ ଏ ଜଳ ଆସିଲା କେଉଁଠୁ? ନା ଯେତେବେଳେ ବର୍ଷା ଆକାରରେ ଭୂମିରେ ପଡ଼ିଲା ତା ଭୂପୃଷ୍ଠକୁ ଚାଲିଗଲା। ଯେତେବେଳେ ଆମେ ମାଟି ଖୋଳୁଛେ ସେଥିରୁ ଜଳ ବାହାରେ, ତେଣୁ ଇଏ ହେଉଛି ଭୂତଳ ଜଳ। ଭୂତଳ ଜଳ ପୁନଃଭରଣ କରିବାରେ ଯେଉଁ ଚିତ୍ର ସାହାଯ୍ୟ କରିବ ବୋଲି ଭାବୁଛ ଠିକ୍ ଚିହ୍ନ ଦେଇ ସୂଚିତ କର। ଦେଖ ଏଠାରେ ଭୂତଳ ଜଳ ପୁନଃଭରଣ କରିବାରେ ଯେଉଁ ଚିତ୍ର ସାହାଯ୍ୟ କରିବ ତାହା ଠିକ୍ ଚିହ୍ନ ଦେଇ ସୂଚିତ କରିବ। ଦେଖ କଂକ୍ରିଟ୍ ରାସ୍ତା, ଏଠି କଂକ୍ରିଟ୍ ରାସ୍ତା ଅଛି। এই କଂକ୍ରିଟ୍ ରାସ୍ତାରେ ଯେଉଁ ବର୍ଷା ଜଳ ଭୂପୃଷ୍ଠକୁ ଯିବ କି? ଯାଇପାରେନି। ତେଣୁ ଏଇଟା କଂକ୍ରିଟ୍ ଜଳ ଦେଇ ଏ କଂକ୍ରିଟ୍ ରାସ୍ତା ଦେଇ ଭୂପୃଷ୍ଠ ଜଳ ଯାଇପାରିବନି। ଜଙ୍ଗଲ ଖୋଲା ପଡ଼ିଆ, ତେଣୁ ଏଠାରେ ଜଳ ଯେତେବେଳେ ବର୍ଷା ହେବ ଭୂପୃଷ୍ଠକୁ ଚାଲିଯିବ। ତେଣୁ ଇଏ ଠିକ୍ ଅଛି। ଏଠି ସିମେଣ୍ଟ ଟାଇଲ୍ ରାସ୍ତା, ଏଠାରେ ମଧ୍ୟ ଭୂପୃଷ୍ଠ ଜଳ ବର୍ଷା ଜଳ ଭୂପୃଷ୍ଠକୁ ଯାଇପାରିବ ନାହିଁ। ତେଣୁ ସହରାଞ୍ଚଳରେ ଅଧିକାଂଶ ସ୍ଥାନରେ ଏହି ଭୂପୃଷ୍ଠ ଜଳ ମାନେ ବର୍ଷା ଜଳ ଭୂପୃଷ୍ଠକୁ ଯାଇପାରେ ନାହିଁ। ସହରର ସିମେଣ୍ଟ କରାଯାଇଥିବା ସ୍ଥାନ ଗୁଡ଼ିକରେ ବର୍ଷା ଜଳ ସହଜରେ ମାଟି ଭିତରକୁ ଯାଇପାରେ ନାହିଁ, ଯାହା ଭୂତଳ ଜଳ ପୁନଃଭରଣ ହେବାରେ ବାଧା ସୃଷ୍ଟି କରେ। ଖୋଲା ସ୍ଥାନମାନଙ୍କରେ ଜଳ ସହଜରେ ମାଟି ଭିତରକୁ ପ୍ରବେଶ କରିଥାଏ। ସକ୍ ପିଟ୍, ପୋଖରୀ, ମଣିଷକୃତ ହ୍ରଦ ଏବଂ ଅଧିକ ବୃକ୍ଷରୋପଣ ବର୍ଷା ଜଳକୁ ଭୂମି ତଳେ ପୁନର୍ବାର ଭରଣ ହେବାର ସାହାଯ୍ୟ କରେ। ଭୂପୃଷ୍ଠ ଜଳ, ଭୂତଳ ଜଳ ପରି ନଦୀ, ପୋଖରୀ, ହ୍ରଦ ଇତ୍ୟାଦି ମଧୁର ଜଳର ପ୍ରାକୃତିକ ଉତ୍ସ ତୁମେ କେବେ ଭାବିଛ କି? ନଦୀ କିପରି ପ୍ରବାହିତ ହୁଏ? ଗୋଟିଏ ନଦୀ ସାଧାରଣତଃ ପର୍ବତ ଉପରୁ ବାହାରି ଆସେ, ସମତଳ ଭୂମିରେ ପ୍ରବାହିତ ହୁଏ। ଆସ ଗୋଟିଏ କାର୍ଯ୍ୟ ମାଧ୍ୟମରେ ଏହାକୁ ବୁଝିବା। ଆବଶ୍ୟକ ସାମଗ୍ରୀ: ପୁରୁଣା ଖବରକାଗଜ, ସୋରିଷ ମଞ୍ଜି କିମ୍ବା ଅନ୍ୟ କୌଣସି ଛୋଟ ମଞ୍ଜି। ଦେଖ ଖବରକାଗଜକୁ ଆମେ କ'ଣ କଲେ? ପୁରା ମୋଚାମୋଚି କରିଦେଲେ। ସେ ମୋଚାମୋଚି କରି ରଖିଦେଲେ, ତାପରେ ଖବରକାଗଜ ଖଣ୍ଡେ ନେଇ ଏହାକୁ ହାତରେ ମୋଚାମୋଚି କରିଦିଅ। ଆଉ ଖଣ୍ଡେ ଖବରକାଗଜକୁ ନେଇ ଏଇ ମୋଚା କାଗଜ ଉପରେ ରଖ। କାଗଜକୁ ହାତରେ ସାମାନ୍ୟ ଚାପି ଗଡ଼ାଣିଆ କର। ଏହା ଧୀରେ ଧୀରେ ସୋରିଷ ମଞ୍ଜିକୁ ଗଡ଼ାଣିଆ ଉପରୁ ଢାଳ। ଦେଖିବ ମଞ୍ଜି ଗୁଡ଼ିକ ଗତିବିଧି ଲକ୍ଷ୍ୟ କରିବ। ମଞ୍ଜି ଗୁଡ଼ିକ ଯୁଆଡ଼େ ଗଡ଼ାଣି ଥିବ ସେହି ସ୍ଥାନକୁ ଚାଲିଯିବ। ଏଇଠୁ ଆମେ କ'ଣ ଶିଖିଲେ? ଯେଉଁ ସ୍ଥାନର ପାଣି, ଯେଉଁ ନଦୀ ଜଳ ପାହାଡ଼ରୁ ନଦୀ ପ୍ରବାହିତ ହୁଏ, ସେତେବେଳେ ନଦୀର ଜଳ ସବୁବେଳେ ଖାଲୁଆ ସ୍ଥାନକୁ, ଗଡ଼ାଣିଆ ଥିବା ସ୍ଥାନକୁ ଚାଲିଯାଏ। ଧୀରେ ଧୀରେ ପାଣି ସେଠାରେ ଚାଲିଯିବ। ଏଠୁ ଆମେ ଜାଣିଲେ ଯେ ଯେଉଁଆଡ଼େ ଖାଲ ଥାଏ ସେହି ସ୍ଥାନକୁ ଗତି କରିବ। ସୋରିଷ ମଞ୍ଜି ଗୁଡ଼ିକ ଗତିପଥ କିପରି ଥିଲା? ଏଥିରୁ ଆମେ ଜାଣିଲେ ଜଳ ତା'ର ଗତିପଥରେ ଭୂମି ରୂପ ଅନୁସାରେ ପ୍ରବାହିତ ହୁଏ। କେଉଁଠି ଅଟକି ଯାଏ, କେଉଁଠି ବଙ୍କେଇ ଯାଏ। ଜଳ ପ୍ରବାହ ଭୂମି ରୂପକୁ ପରିବର୍ତ୍ତନ କରିପାରେ। ତେଣୁ ଖାଲୁଆ ସ୍ଥାନରେ ଜଳ ଜମିଯାଏ। ଯେଉଁଠି ଢେପ ଥାଏ ସେପଟେ ଜଳ ଯାଏ ନାହିଁ ଏବଂ ନଦୀର ଜଳ ସବୁବେଳେ ନିମ୍ନଗାମୀ ହୋଇଥାଏ। ଆମେ ଜାଣିଲେ। ତାପରେ ରାଜସ୍ଥାନର ଆରାବଳୀ ପର୍ବତମାଳାରୁ ଉତ୍ପନ୍ନ ହେଉଥିବା ଲୁଣି ନଦୀ ଏକମାତ୍ର ଭାରତର ପ୍ରମୁଖ ନଦୀ, ଯାହା ସମୁଦ୍ରରେ ମିଶି ନାହିଁ, ବରଂ ଏହା ଗୁଜରାଟର କଚ୍ଛର ରନ୍ନରେ ଥିବା ସନ୍ତସନ୍ତିଆ ଭୂମିରେ ମିଶିଯାଇଛି। ବରଫାବୃତ ଅଞ୍ଚଳ, ହିମବାହ, ଜଳପ୍ରପାତ, ପର୍ବତ, ନଦୀ, ଉପତ୍ୟକା ଚିତ୍ର ଦେଖ। ବାଲୁକା ସ୍ତୂପ, ହ୍ରଦ, ମରୁଭୂମି ଏସବୁ ଆମର ଜୀବନରେଖା। ଭାରତର ନଦୀ। ଭାରତର ଏହି ମାନଚିତ୍ରରେ ଆମ ଦେଶର କେତେକ ପ୍ରମୁଖ ନଦୀ ସୂଚିତ ହୋଇଛି। ନଦୀର ପ୍ରବାହକୁ ଲକ୍ଷ୍ୟ କର। ମାନଚିତ୍ରରେ ନଦୀଗୁଡ଼ିକ ବିଭିନ୍ନ ଦିଗରେ ପ୍ରବାହିତ ହେଉଥିବାର ତୁମେ ଦେଖିପାରିବ। କେତେକ ନଦୀ ବଙ୍ଗୋପସାଗର, ଆଉ କେତେକ ନଦୀ ଆରବ ସାଗରରେ ଆଡ଼କୁ ପ୍ରବାହିତ ହେଉଛି। ଗୋଦାବରୀ ନଦୀ, ନର୍ମଦା ନଦୀ, ଗଙ୍ଗା ନଦୀ ଏସବୁ ବିଷୟରେ ଆମେ ଏଠି ଲେଖିବା। ଜଳରେ ଜୀବନ। ଆସ ପିଲାମାନେ ବର୍ତ୍ତମାନ ଏହାର ପ୍ରଶ୍ନ ଉତ୍ତର କିଛି ଆଲୋଚନା କରିବା। ଏଠାରେ ସ୍ତମ୍ଭ ମିଳନ କରିଦେଇଛି ମହାସାଗର ଜଳ। ମହାସାଗର ଜଳ ଆମେ ସ୍ତମ୍ଭ ମିଳନ କରି ଲେଖିବା। ମହାସାଗର ଜଳ
ପାନୀୟ ଜଳ ନୁହେଁ, ପାନୀୟ ଜଳ ନୁହେଁ। ମହୋଦୟ ଜଳ ପିଇବା ଯୋଗ୍ୟ ନୁହେଁ, ତେଣୁ ଏଠି ଆମେ ଯୋଡ଼ିବା ପାନୀୟ ଜଳ ନୁହେଁ। ତୁଷାର ଜଳର କଠିନ ଅବସ୍ଥା। ବାଷ୍ପ, ବାଷ୍ପ ଜଳର ଗ୍ୟାସୀୟ ଅବସ୍ଥା। ବର୍ଷା ଜଳ ମଧୁର ଜଳ, ବର୍ଷା ଜଳ ମଧୁର ଜଳ। ତାପରେ 2 ନମ୍ବର ପ୍ରଶ୍ନ, ପୃଥିବୀର ଅଧିକାଂଶ ଜଳ ପାନୀୟ କିମ୍ବା କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ ନୁହେଁ କାହିଁକି? ଆମେ ପୂର୍ବରୁ ଜାଣିଲେ ପୃଥିବୀର ପ୍ରାୟ 3 ଭାଗ ଜଳ ଲୁଣିଆ। ସମଗ୍ର ପୃଥିବୀର ଜଳକୁ ଯଦି 1 ଗ୍ଲାସ୍ ବୋଲି ନିଆଯାଏ, ତାହେଲେ ସେଇ 1 ଗ୍ଲାସ୍ ଜଳ ମଧ୍ୟରୁ ଚାମଚାଏ ଜଳ ମଧୁର ଜଳ। ତେଣୁ ପୃଥିବୀର ଅଧିକାଂଶ ଜଳ ପାନୀୟ କିମ୍ବା କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ ନୁହେଁ ବୋଲି ଆମେ ଲେଖିପାରିବା, ଯାହାକି ଆମେ ପାଠରେ ବୁଝିଲେ। 3 ନମ୍ବର, ଜଳାଶୟ ନିକଟରେ ବହୁ ସଂଖ୍ୟକ ଜୀବ ବାସ କରନ୍ତି କାହିଁକି? ଜଳାଶୟ ମାନେ ଯେଉଁଠାରେ ଜଳ ସୁବିଧା ଥାଏ ସେହି ସ୍ଥାନରେ ଅଧିକାଂଶ ଜୀବ ବାସ କରନ୍ତି କାହିଁକି? ନା ବଞ୍ଚିବା ପାଇଁ ଜଳ ଆବଶ୍ୟକ। ତେଣୁ ଜଳ ଯେଉଁଠାରେ ସୁବିଧାରେ ମିଳେ ସେଠାରେ ବସବାସ କରନ୍ତି, ଯଦ୍ୱାରା କି ପାନୀୟ ପାଇଁ ସୁବିଧା ହେବ, ଚାଷ କାର୍ଯ୍ୟ ପାଇଁ ସୁବିଧା ହୋଇଥାଏ। ତେଣୁ ଜଳାଶୟ ନିକଟରେ ଅଧିକାଂଶ ଲୋକ ବାସ କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। 4 ନମ୍ବର ପ୍ରଶ୍ନ, ଯଦି ତୁମ ଅଞ୍ଚଳରେ 2 ବର୍ଷ ପର୍ଯ୍ୟନ୍ତ ବର୍ଷା ହେବ ନାହିଁ, ତେବେ କ'ଣ ହେବ? ଆମେ ଜାଣିଲେ ବର୍ଷା ହେଲେ ଚାଷ କାର୍ଯ୍ୟ ହେବ, କିନ୍ତୁ ବର୍ଷା ଅଭାବରେ ଚାଷ କାର୍ଯ୍ୟ ସମ୍ଭବ ହୋଇପାରିବ ନାହିଁ, ଯଦ୍ୱାରା କି ମରୁଡ଼ି ଦେଖାଯିବ। ତେଣୁ ବର୍ଷା ଅଭାବରେ ମରୁଡ଼ି ଦେଖାଯିବାର ସମ୍ଭାବନା ରହିଛି। 5 ନମ୍ବର, ସହର ବା ଜଙ୍ଗଲ ମଧ୍ୟରୁ କେଉଁ ସ୍ଥାନର ବର୍ଷା ଜଳ ଭୂତଳ ଜଳସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରେ ଓ କାହିଁକି? ସହର ଜଙ୍ଗଲ ମଧ୍ୟରୁ ବର୍ଷା ଜଳ ଜଙ୍ଗଲ ସ୍ଥାନରେ ଜଳସ୍ତର ବୃଦ୍ଧି ହୋଇପାରିବ। କିପରି? ନା ସହରର ଅଧିକାଂଶ ରାସ୍ତା କଂକ୍ରିଟ କିମ୍ବା ଟାଇଲରେ ଆଚ୍ଛାଦିତ ହୋଇଥାଏ, କିନ୍ତୁ ଟାଇଲ ଏବଂ କଂକ୍ରିଟ ରାସ୍ତା ଦେଇ ଜଳସ୍ତର ଭୂପୃଷ୍ଠକୁ ଯିବ ନାହିଁ, ଯଦ୍ୱାରା କି ବର୍ଷା ଜଳ ଜଳସ୍ତରକୁ ବୃଦ୍ଧି କରିବାରେ ଅସମ୍ଭବ ହୋଇପଡ଼ିବ। ଜଙ୍ଗଲ ସ୍ଥାନରେ ଜଳସ୍ତର ଭୂପୃଷ୍ଠକୁ ଯାଇପାରିବ। ତୁମେ ଘରେ କିମ୍ବା ବିଦ୍ୟାଳୟରେ ନୂଆ ଉପାୟରେ ଜଳ ସଂରକ୍ଷଣ ପାଇଁ ଏକ ନକ୍ସା ପ୍ରସ୍ତୁତ କରିପାରିବ କି? ଏଥିରେ କ'ଣ କ'ଣ ରଖିବ? ତୁମ ଘରେ କିମ୍ବା ବିଦ୍ୟାଳୟରେ ନୂଆ ଉପାୟରେ ଜଳ ସଂରକ୍ଷଣ ପାଇଁ ଏକ ନକ୍ସା ତିଆରି କରିବ। ଆମେ ଜାଣିଲେ 3 ଭାଗ ଜଳ ଲୁଣିଆ ଏବଂ 1 ଭାଗ ଜଳ ହେଉଛି ମଧୁର ଜଳ, ଯାହାକି ତେଣୁ ପ୍ରାୟ ଜଳକୁ ଆମେ ମଧୁର ଜଳ ଆମ ପାଇଁ କେତେ ଆବଶ୍ୟକ ଆମେ ଏହି ପାଠରୁ ବୁଝିଲେ। ତେଣୁ ଆମେ କ'ଣ କରିବା? ଅଯଥା ଜଳକୁ ଅପଚୟ କରିବା ନାହିଁ, ଯେତିକି ଆବଶ୍ୟକ ସେତିକି ହିଁ ଜଳ ବ୍ୟବହାର କରିବା। ଅଯଥା ଟ୍ୟାପକୁ ବନ୍ଦ କରି ରଖିବା, ତେଣୁ ଜଳ ସ୍ତରକୁ ଆମେ ବୃଦ୍ଧି କରିପାରିବା। ଏବଂ ଦେଖାଯାଉଛି କଂକ୍ରିଟ ସ୍ଥାନ ଜାଗାରେ ଜଳ ସ୍ତର ବୃଦ୍ଧି ହୋଇପାରିବ ନାହିଁ, ତେଣୁ ସେହି କଂକ୍ରିଟକୁ କିଛି ମାତ୍ରାରେ ରୋକିବା ପାଇଁ ଆମେ ଚେଷ୍ଟା କରିବା। ଆସ କାଗଜ ଭାଙ୍ଗି ମାଛ ତିଆରି କରିବା। ପିଲାମାନେ ଏହାକୁ ନିଜେ କରିପାରିବ ସମୟ ସୁବିଧା ଦେଖି। ଏହି ପାଠଟି ଆମେ ପଢ଼ିଲେ, ଆଲୋଚନା କଲେ, ପ୍ରଶ୍ନୋତ୍ତର ଆଲୋଚନା କଲେ। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବ, ସେୟାର କରିବ ଏବଂ ପରବର୍ତ୍ତୀ କାଳ ଅନୁସାରେ ପୁଣି ଦେଖା ହେବ। ରହୁଛି। ଜୟ ଜଗନ୍ନାଥ।